କରିବା ତନ୍ନତନ କରି ଦେଖିବା ମନୁସ୍ମୃତି ଅନୁସାରେ ସେହି ସମ୍ବିଧାନର ৭୭ତମ ବୃତ୍ତି ହୋଇଯାଇଛି। ଆଜିଠୁ ଆମେ ୭୭ତମ ବର୍ଷରେ ପଦାର୍ପଣ କରିଛେ। এই ମହାନ ଦିବସକୁ ଏଇଥିପାଇଁ ମନେ ରଖିବା, ଏଇଥିପାଇଁ ପାଳନ କରିବା, ଆମେ ସମସ୍ତେ ନୀତି ନିୟମ ଆଉ ଶୃଙ୍ଖଳାରେ ବାନ୍ଧି ହେଇ ବ୍ୟକ୍ତି ଜୀବନ, ସାମାଜିକ ଜୀବନ ଏବଂ ଦେଶୀୟ ଜୀବନ ଅଟୋମେଟିକ୍ ତାପରେ ଆନ୍ତର୍ଜାତିକ ଜୀବନ ମଧ୍ୟ ଶୃଙ୍ଖଳିତ ହୋଇଯାଏ। ସମସ୍ତେ ଆମେ ଭାରତର ସମ୍ବିଧାନରେ ସ୍ଥାପିତ এই ଜାତୀୟ ପତାକା ତଳେ ଆଜିର ପବିତ୍ର ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଭାରତ ମାତାର ସନ୍ତାନ ଭାବରେ ଭାରତର ସର୍ବବୃହତ ବିଶ୍ୱର ସର୍ବବୃହତ ସମ୍ବିଧାନର ଜଣେ ସୁନାଗରିକ ଭାବରେ ଆମେ ଯେପରି ନିଜ ଜୀବନକୁ ପରିଚାଳିତ କରିବା ଏବଂ ସମଗ୍ର ବିଶ୍ୱକୁ ଆଦର୍ଶ ସୃଷ୍ଟି କରିବା। ଭାରତର ପ୍ରଥମ କାର୍ଯ୍ୟ ହେଉଛି ସେ ବିଶ୍ୱରେ ଶାନ୍ତି ବାର୍ତ୍ତା ବିତରଣ କରେ। এই ସମ୍ବିଧାନ ମାଧ୍ୟମରେ ଆମେ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛେ, ଆଗାମୀ ଦିନରେ ମଧ୍ୟ ଶାନ୍ତିର ବାର୍ତ୍ତା ଦେବା, ପ୍ରମାଣ କରି ଦେଖାଇ ଦେବା। ଭାରତ ଚିରଦିନ ସବୁଜ ସୁନ୍ଦର ଏବଂ ଶାନ୍ତ ଏବଂ ସମଗ୍ର ବିଶ୍ୱକୁ ଆଲିଙ୍ଗନ କଲା ଭଳିଆ ଉଦାରତା ଏଇଠି ଅଛି। ଶାନ୍ତି ପ୍ରଦାନ କରି ଶୀତଳତା ପ୍ରଦାନ କରିବା ଭଳିଆ ଧୈର୍ଯ୍ୟ, ସାହସ, ସତ୍ୟ, ସରଳ, ସଂଯମ ସବୁ ଅଛି ଭାରତରେ। ଏହି ଭାରତର ସନ୍ତାନ ଆମେ ଗର୍ବିତ ଅନୁଭବ କରିବା ଏବଂ ଆଉ ଥରେ ସମସ୍ତେ ସେହି ତ୍ରିରଙ୍ଗାକୁ ସମ୍ମାନ ଜଣାଇବା ଯେ ଆମେ ତାର ସୁନାଗରିକ ହୋଇ ଜୀବନ ପରିଚାଳିତ କରିବା। ବନ୍ଦେ ମାତରମ୍।